ଯାଜପୁର ଦଶରଥପୁର ବ୍ଲକ ମଙ୍ଗଳପୁର ସ୍ଥିତ ଗ୍ରୀନଲ୍ୟାଣ୍ଡ ପବ୍ଲିକ ସ୍କୁଲର 16ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦଶରଥପୁର ବ୍ଲକର ତହସିଲଦାର ବିକ୍ରମ ପରିଡ଼ା ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଅଧ୍ୟକ୍ଷ ଚକ୍ରଧର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଦଶରଥପୁର ମଣ୍ଡଳ ଶିକ୍ଷାଧିକାରୀ ଅନନ୍ତ ପ୍ରସାଦ ରଣା, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ସୁଧୀର ରଞ୍ଜନ ସାହୁ ଏବଂ ମଙ୍ଗଳପୁର ଥାନା ଅଧିକାରିଣୀ ଚିନ୍ମୟୀ ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ପ୍ରଦାନ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ବିଦ୍ୟାଳୟର ନିର୍ଦ୍ଦେଶକ ସୁରଥ ଭୂୟାଁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ଏବଂ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି ଅବସରରେ ପୂର୍ବରୁ ଆୟୋଜିତ ବାର୍ଷିକ କ୍ରୀଡ଼ା ଏବଂ ବିଜ୍ଞାନ ମେଳାରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉପସ୍ଥିତ ଅତିଥିମାନେ ପୁରସ୍କୃତ କରିଥିଲେ। ପରିଶେଷରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଆଜି ଆମ ଗ୍ରୀନଲ୍ୟାଣ୍ଡ ପବ୍ଲିକ ସ୍କୁଲର 16ତମ ବାର୍ଷିକ ମହୋତ୍ସବ ଆଜି ପାଳନ କରାଯାଇଛି। ଏହି ଉତ୍ସବରେ ଆମର ଅତିଥିଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମ କରୁଥିଲେ। ତହସିଲଦାର ବିକ୍ରମ ପରିଡ଼ା ଦଶରଥପୁର ତହସିଲଦାର, ବିଓ ଅନନ୍ତା ପ୍ରସାଦ ରଣା ଦଶରଥପୁର ଏବଂ ମଙ୍ଗଳପୁର ଥାନା ଅଧିକାରିଣୀ ଶ୍ରୀମତୀ ଚିନ୍ମୟୀ ସାହୁ ଆଉ ନବୋଦୟ ବିଦ୍ୟାଳୟର ରିଟାୟାର୍ଡ ପ୍ରିନ୍ସିପାଲ ସୁଧୀର ରଞ୍ଜନ ସାହୁ ଏବଂ ନବୋଦୟ ବିଦ୍ୟାଳୟର ରିଟାୟାର୍ଡ ଶିକ୍ଷକ ସୁଶାନ୍ତ ମହାପାତ୍ର ଏବଂ ବାଉତ୍ରା ହାଇସ୍କୁଲର ରିଟାୟାର୍ଡ ଶିକ୍ଷକ ବିମଳ କୁମାର ରାୟ ଆଦି ଯୋଗଦେଇ ତାଙ୍କ ଅଭିଭାଷଣ ଉପସ୍ଥାପନ କରିଥିଲେ। ବିଗତରେ ସ୍କୁଲର ବାର୍ଷିକ କ୍ରୀଡ଼ା ମହୋତ୍ସବ ଡିସେମ୍ବରରେ ହୋଇଥିଲା ଏବଂ ବିଜ୍ଞାନ ମେଳା ମଧ୍ୟ ହୋଇଥିଲା ଏବଂ ଜିସନ୍ ଫାଉଣ୍ଡେସନର ଯେଉଁ ପରୀକ୍ଷା ହୋଇଥିଲା ସେ ପରୀକ୍ଷାର ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ଏବଂ କ୍ରୀଡ଼ାର ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଏବଂ ବିଜ୍ଞାନ ମେଳାର ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଶେଷରେ ବିଦ୍ୟାଳୟର ପିଲାମାନଙ୍କ ଦ୍ୱାରା ନାଚ ଗୀତ ଏବଂ ଅଭିନୟ ଏବଂ ସୋସିଆଲ ଆକ୍ଟିଭିଟିଜ୍ ଅଭିନୟ ମଧ୍ୟ କରିଥିଲେ।